ଆପଣମାନଙ୍କ ପାଇଁ ନେଇ ଆସୁଛି ମୋରାଲ ଷ୍ଟୋରି। ଆଜି ସର୍ବଶ୍ରେଷ୍ଠ ବହି ଉପରେ ଆମେ ମୋରାଲ ଷ୍ଟୋରି ବିଷୟରେ କିଛି ଜାଣିବା। ଚାଲନ୍ତୁ। ସର୍ବଶ୍ରେଷ୍ଠ ବହି। ସଫିମାନଙ୍କ ଭିତରେ ଏମିତି ଗୋଟିଏ ପୁସ୍ତକ ଅଛି ଯାହାକୁ ବହିମାନଙ୍କ ଭିତରେ ସର୍ବୋତ୍କୃଷ୍ଟ ବୋଲି କୁହାଯାଏ। ଏବେ ଜାଣିବା ସେ ବହିର ବୃତ୍ତାନ୍ତ। ଆଜିକୁ କେତେ ବର୍ଷ ତଳେ ଜଣେ ସଫି ଗୁରୁ ତାଙ୍କର ଯୋଗ୍ୟତମ ଚେଲାକୁ ଗୋଟିଏ ବହି ଦେଇ କହିଲେ, ପୃଥିବୀରେ ଯାହା କିଛି ପଢ଼ିବା ଯୋଗ୍ୟ ସେସବୁ କିଛି ମୁଁ ଏଥିରେ ଲେଖିଛି। ଶିଷ୍ୟ ମୋଟା ବହିକୁ ଖୋଲି ଦେଖିବା ପରେ ଗୁରୁଙ୍କୁ ପଚାରିଲା, ଆଜ୍ଞା, ଏଥିରେ ତ କିଛି ହେଲେ ଲେଖା ନାହିଁ। ଗୁରୁ କହିଲେ, ତା ଅର୍ଥ ଏ ପୃଥିବୀରେ ପଢ଼ିବା ଯୋଗ୍ୟ କିଛି ନାହିଁ। ଚେଲା ବହିଟିକୁ ଆଗ୍ରହର ସହିତ ରଖିଲା ଓ ତାର ଶେଷ ଅବସ୍ଥାରେ ସେ ତାର ପ୍ରିୟତମ ଚେଲାକୁ ଡାକି କହିଲା, ଏ ବହିଟି ନେ, ଯାହା ଲେଖା ଅଛି ପଢ଼ିବୁ, ଜାଣିବୁ ଓ ଚିନ୍ତା କରିବୁ। ଚେଲା ଦେଖେ ତ ସେଥିରେ ଗୋଟିଏ ମାତ୍ର ବାକ୍ୟ ଲେଖା ଅଛି, ପୃଥିବୀରେ ପଢ଼ିବା ଯୋଗ୍ୟ କିଛି ନାହିଁ। ଚେଲାଟି ଗୁରୁଙ୍କୁ କହିଲା, ଆଜ୍ଞା, ଯଦି ପଢ଼ିବା ଯୋଗ୍ୟ କିଛି ନାହିଁ ତେବେ କ'ଣ ଜାଣିବି? ଏହି ଚେଲାର ଗୁରୁ ଏବେ କହିଲେ, ତାହାହେଲେ ଏ ପୃଥିବୀରେ ଜାଣିବା ଯୋଗ୍ୟ ବି କିଛି ନାହିଁ। ଏବେ ଚେଲାଟି ସେ ବହିଟି ଆଣି ରଖିଲା ଏବଂ ଏ ଦୁଇଟି ଧାଡ଼ି ଉପରେ ଗଭୀର ଭାବେ ଚିନ୍ତା କଲା। ସେ ଯେତେବେଳେ ଅତ୍ୟନ୍ତ ବୃଦ୍ଧ ହୋଇଗଲା, ତାର ସବୁଠାରୁ ପ୍ରିୟ ଚେଲାକୁ ବହିଟି ଦେଇ କହିଲା, ଏହା ହେଉଛି ସର୍ବୋତ୍ତମ ବହି। ଚେଲା ବହିଟିକୁ ଖୋଲି ଦେଖେ ତ ଲେଖା ଅଛି, ଏ ପୃଥିବୀରେ ପଢ଼ିବା ଯୋଗ୍ୟ କିଛି ନାହିଁ, ଜାଣିବା ଯୋଗ୍ୟ କିଛି ନାହିଁ। ଚେଲାଟି କିଛି ନ ବୁଝି ପାରି ଗୁରୁଙ୍କୁ ଚାହିଁବାରୁ ଗୁରୁ କହିଲେ, ତାହା ହିଁ ସତ୍ୟ, କେବଳ ବୁଝିବାକୁ ଚେଷ୍ଟା କର। ଏ ତୃତୀୟ ଚେଲା ବୃଦ୍ଧ ହେଲା ପରେ ଏହି ବହିଟି ତାର ବୃହତ୍ତମ ତଥା ସର୍ବୋତ୍ତମ ଚେଲାକୁ ଦେଲା ଏବଂ ସେଥିରେ ଲେଖା ଥିଲା, ଏ ପୃଥିବୀରେ ପଢ଼ିବା ଯୋଗ୍ୟ କିଛି ନାହିଁ, ଜାଣିବା ଯୋଗ୍ୟ କିଛି ନାହିଁ, କେବଳ ବୁଝିବାକୁ ଚେଷ୍ଟା କର। ତା ପରଠାରୁ ସେଥିରେ ଆଉ କିଛି ଯୋଡ଼ା ଯାଇନାହିଁ। ଏ ତିନି ବାକ୍ୟକୁ ପ୍ରକୃତ ଜ୍ଞାନ ଲାଭ ଲାଗି ସର୍ବଶ୍ରେଷ୍ଠ ବାକ୍ୟ ବୋଲି ବିଚାର କରାଯାଏ।